ବନ୍ଧୁମାନେ ସଂଘର୍ଷ ସମୟରେ କେହି ବି ପାଖକୁ ଆସନ୍ତି ନାହିଁ, କିନ୍ତୁ ସଫଳତା ପାଇବା ପରେ କାହାରିକୁ ବି ନିମନ୍ତ୍ରଣ କରିବାକୁ ପଡ଼ିନଥାଏ। ଏହା ହିଁ ଜୀବନର ସତ୍ୟତା। ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମ ସମସ୍ତ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ହିଁ ଅଧିକ ଖାସ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଅଛି। କାହିଁକିନା 11 ମାର୍ଚ୍ଚ 2026 ପରେ ମାନେ ହୋଲିର ତୁରନ୍ତ ପରେ ଆପଣଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। 11 ମାର୍ଚ୍ଚ 2026 ଆପଣଙ୍କ ଜୀବନରେ ଏମିତି କିଛି ଘଟଣା ଘଟିବାକୁ ଯାଉଅଛି ଯାହା ଆପଣ ସ୍ୱପ୍ନରେ ସୁଦ୍ଧା କଳ୍ପନା ମଧ୍ୟ କରିନଥିବେ। ଆପଣଙ୍କର ଜୀବନରେ ସେହି ସବୁ ଖୁସି ଆସିବାକୁ ଯାଉଅଛି ଯାହା ଆପଣ ଦୀର୍ଘ ଦିନ ଧରି ଆପଣଙ୍କ ମନ ଭିତରେ ଇଚ୍ଛା ପ୍ରକାଶ କରିଥିଲେ। ତ ଆପଣଙ୍କୁ କେଉଁ ଖୁସି ଖବର ମିଳୁଅଛି, ଆପଣଙ୍କ ଜୀବନରେ କ'ଣ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି, ବିସ୍ତାର ଭାବରେ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ବର୍ଷ 2026 ଯାହାକି ସୂର୍ଯ୍ୟଙ୍କର ବର୍ଷ ଅଟେ। ତ ବର୍ଷ 2026ର 11 ମାର୍ଚ୍ଚକୁ ଦେବତାମାନଙ୍କର ଗୁରୁ ଦେବଗୁରୁ ବୃହସ୍ପତି ବକ୍ରି ଅବସ୍ଥାରୁ ମାର୍ଗୀ ଚଳନ କରିବାକୁ ଯାଉଛନ୍ତି। ଏହାପରେ ଜୁନ୍ ମାସ ଠାରୁ ପୁରା 12 ବର୍ଷ ପରେ ଦେବଗୁରୁ ବୃହସ୍ପତି ଉଚ୍ଚ ଅବସ୍ଥାରେ ରହିବେ, ନିଜର ଉଚ୍ଚ ରାଶିକୁ ଚଳନ କରିବେ। ତ 11 ମାର୍ଚ୍ଚ ପରେ ଆପଣଙ୍କ ଜୀବନରେ ଆପଣଙ୍କର ଭାଗ୍ୟରେ କ'ଣ ବଡ଼ ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ଜୀବନରେ ହେଇକି ହିଁ ରହିବ। ଏହି କାର୍ଯ୍ୟକ୍ରମ ଆପଣଙ୍କର ଜନ୍ମ ରାଶି ତଥା ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ଏବଂ ଆପଣଙ୍କର ଯଦି କୁମ୍ଭ ଲଗ୍ନ ହୋଇଥାଏ ତେବେ ଆପଣ ଏହି ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତ ବନ୍ଧୁମାନେ, ଆପଣଙ୍କ ରାଶିରେ ବର୍ତ୍ତମାନ ରାହୁ ଗୋଚର କରୁଛନ୍ତି। ଆପଣଙ୍କ ଦ୍ୱିତୀୟ ଭାବରେ ଆପଣଙ୍କର ରାଶିର ସ୍ୱାମୀ ଶନି ଗୋଚର କରୁଛନ୍ତି। ଆପଣଙ୍କ ରାଶିରେ ଶନିଙ୍କର 7.5ର ଦ୍ୱିତୀୟ ଚରଣ ଚାଲୁଅଛି, ମାନେ ଅନ୍ତିମ ଚରଣ ଚାଲୁଅଛି। ଏଠାରେ ଶନି ବସି ଆପଣଙ୍କୁ ଏହା ଉପଦେଶ ଦେଉଛନ୍ତି କି ଆପଣଙ୍କୁ ମୁଁ ସମସ୍ତ ଭଲ କର୍ମର ଫଳ ଆପଣଙ୍କୁ ଦେଇସାରିଛି। ବର୍ତ୍ତମାନ ଠାରୁ ଆପଣ ଆଉ କୌଣସି ଭୁଲ କର୍ମ କରନ୍ତୁ ନାହିଁ। ମାନେ ଶନି ଆପଣଙ୍କୁ ସମସ୍ତ କର୍ମର ଫଳ ଦେଇସାରିଛନ୍ତି। ଯେତେବେଳେ ଶନିଦେବ ଆପଣଙ୍କ ରାଶିରେ ଥିଲେ ଆପଣଙ୍କୁ ବହୁତ ଅଧିକ ମାନସିକ ଚିନ୍ତା ଭିତରେ ପକାଇଛନ୍ତି, ବହୁତ ଅଧିକ ସମସ୍ୟା ମଧ୍ୟରେ ଆପଣ ପଡ଼ିଥିଲେ। କିନ୍ତୁ ଧୀରେ ଧୀରେ ବର୍ତ୍ତମାନ ଶନିଦେବ ଆପଣଙ୍କର ଦ୍ୱିତୀୟ ଭାବରେ ଅଛନ୍ତି, ମାନେ ଶନିଙ୍କର 7.5 ଧୀରେ ଧୀରେ ସରି ସରି ଆସୁଅଛି। ତ 11 ମାର୍ଚ୍ଚ ପରେ ବୃହସ୍ପତି ଆପଣଙ୍କର ପଞ୍ଚମ ଭାବରେ ବକ୍ରିରୁ ମାର୍ଗୀ ଚଳନ କରିବାକୁ ଯାଉଛନ୍ତି, ଯିଏକି ଆପଣଙ୍କ ରାଶି ପାଇଁ ଏକାଦଶ ଏବଂ ଦ୍ୱିତୀୟ ଭାବର ସ୍ୱାମୀ ଅଟନ୍ତି। ଦ୍ୱିତୀୟ ଭାବ ମାନେ ଆପଣଙ୍କର ଧନର ଭାବ ହୋଇଥାଏ ଏବଂ ଏକାଦଶ ଭାବ ବଡ଼ ଆର୍ଥିକ ଲାଭ ହୋଇଥାଏ, ଆୟର ଭାବ ହୋଇଥାଏ, ମନ ଇଚ୍ଛାର ଭାବ ହୋଇଥାଏ। ତ 11 ମାର୍ଚ୍ଚକୁ ଯେମିତି ହିଁ ବୃହସ୍ପତି ବକ୍ରିରୁ ମାର୍ଗୀ ଚଳନ କରିବେ ତ ଆପଣଙ୍କର ପ୍ରମୋସନ ହେବାଠାରୁ ଆପଣଙ୍କୁ କେହି ବି ରୋକିପାରିବେ ନାହିଁ। କାହିଁକିନା 11 ମାର୍ଚ୍ଚ ପରେ ପ୍ରମୋସନର ଯୋଗ ଭଲ ଅଛି। ଦେଖନ୍ତୁ, ବୃହସ୍ପତି ଆପଣଙ୍କର ପଞ୍ଚମ ଭାବରେ ଅତ୍ୟନ୍ତ ଶୁଭ ସ୍ଥାନରେ ଗୋଚର କରୁଛନ୍ତି ଏବଂ ଆପଣଙ୍କର ଭାଗ୍ୟ ଭାବ, ଏକାଦଶ ଭାବ ଏବଂ ପ୍ରଥମ ଭାବକୁ ଦୃଷ୍ଟି ଦେଉଛନ୍ତି। ଏଠାରେ ସ୍ପଷ୍ଟ ଦେଖାଯାଉଅଛି ଯେ 11 ମାର୍ଚ୍ଚ ପରେ ଆପଣଙ୍କର ଜୀବନରେ କିଛି ନା କିଛି ବଡ଼ ପରିବର୍ତ୍ତନ ଅବଶ୍ୟ ଆସିବାକୁ ଯାଉଅଛି। ସର୍ବପ୍ରଥମେ ତ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ବଡ଼ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ମନ ପାଠପଢ଼ାରେ ଲାଗିବ। ମନ ପସନ୍ଦର କଲେଜରେ ଆପଣଙ୍କର ଆଡ଼ମିସନ୍ ହୋଇପାରେ। 11 ମାର୍ଚ୍ଚ ପରେ ଆପଣ କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ ନେଇପାରନ୍ତି, ଫର୍ମ ଫିଲ୍ଅପ୍ ସେଥିରେ କରିପାରନ୍ତି। ଯଦି ଆପଣଙ୍କର କିଛି ଏକ୍ଜାମ୍ ଅଛି ତେବେ ସେଥିରେ ଆପଣ ନିଶ୍ଚିତ ଭାବରେ ଉତ୍ତୀର୍ଣ୍ଣ କରିବେ। ଯେହେତୁ ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କର ଭାଗ୍ୟ ଭାବ ଉପରେ ରହୁଅଛି, ତ ଜୁନ୍ ମାସ ଠାରୁ ନେଇକରି ଅକ୍ଟୋବର ନଭେମ୍ବର ମାସ ଭିତରେ ଆପଣ କୌଣସି ଧାର୍ମିକ ଯାତ୍ରା କରିପାରନ୍ତି, ବିଦେଶକୁ ଯାତ୍ରା କରିପାରନ୍ତି। ଆପଣଙ୍କର ମନ ଧାର୍ମିକ ଆଡ଼କୁ ଗତି କରିବ। ଗୃହରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଯେଉଁ ପିଲାମାନଙ୍କର ବିବାହ ହୋଇନଥିଲା ସେମାନଙ୍କର ଘରକୁ ବର୍ତ୍ତମାନ ବିବାହ ପ୍ରସ୍ତାବ ମାନ ଆସିବ ଏବଂ ବିବାହ ମଧ୍ୟ ଫାଇନାଲ ହୋଇଯିବ ଏବଂ ପ୍ରେମ ଜୀବନରେ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ଜୀବନରେ ନୂତନ ପାର୍ଟନର ଆସିପାରନ୍ତି। ପୂର୍ବରୁ ଯଦି ଆପଣଙ୍କର ପ୍ରେମ ଜୀବନରେ କୌଣସି ବି ସମସ୍ୟା ଲାଗି ରହିଥିଲା ତାହା ସବୁ ଦୂର ହୋଇଯିବ। ଭ୍ରମଣ ସୁଖ ପ୍ରାପ୍ତି ହେବ ଏବଂ ସବୁଠାରୁ ବଡ଼ କଥା ଏହା ଅଟେ କି ଯେଉଁ ଦମ୍ପତିମାନେ ଦୀର୍ଘ ଦିନ ଧରି ସନ୍ତାନ ସୁଖରୁ ବଞ୍ଚିତ ଥିଲେ ସେମାନଙ୍କୁ 11 ମାର୍ଚ୍ଚରୁ ନେଇକରି ଅକ୍ଟୋବର ନଭେମ୍ବର ମାସ ଭିତରେ ସନ୍ତାନ ସୁଖ ମିଳିବାର ଅଧିକ ସମ୍ଭାବନା ଅଛି। 11 ମାର୍ଚ୍ଚ ପରେ ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହେବ। ଦୀର୍ଘ ଦିନ ଧରି ଆପଣଙ୍କର ମନରେ ଯେଉଁ ଇଚ୍ଛା ଅଭିଳାଷ ଥିଲା
ତାହା ପୂର୍ଣ୍ଣ ହେବାକୁ ଯାଉଅଛି। ଆକସ୍ମିକ ଧନ ପ୍ରାପ୍ତି ହେବ। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ ହେବ। ବ୍ୟାଙ୍କ ବାଲାନ୍ସ ଆପଣଙ୍କର ବଢ଼ିବ। ପୂର୍ବ ଅପେକ୍ଷା ଆପଣଙ୍କର ଆୟ ଅଧିକ ରହିବ। କିନ୍ତୁ ଅସଲ ମଜା ତ ସେତେବେଳେ ଆସିବ ଯେତେବେଳେ ବୃହସ୍ପତି ଆପଣଙ୍କର ଷଷ୍ଠ ଭାବକୁ ଚଳନ କରି ଉଚ୍ଚ ଅବସ୍ଥାକୁ ଆସିବେ। ପୁରା 12 ବର୍ଷ ପରେ ବୃହସ୍ପତି ଆପଣଙ୍କର ଷଷ୍ଠ ଭାବରେ ଉଚ୍ଚସ୍ଥ ହେବେ ଏବଂ ଷଷ୍ଠ ଭାବରେ ବସି ଆପଣଙ୍କର ଦଶମ ଭାବ ମାନେ କ୍ୟାରିୟର ଭାବ, ଦ୍ୱାଦଶ ଭାବ, ଦ୍ୱିତୀୟ ଭାବକୁ ଦୃଷ୍ଟି ଦେବେ, ଧନର ଭାବକୁ ଦୃଷ୍ଟି ଦେବେ। 11 ମାର୍ଚ୍ଚ ପରେ ଆପଣଙ୍କର କର୍ମକୁ ସୁଧାରିବାରେ ଚେଷ୍ଟା କରିବେ। ଆପଣଙ୍କ ଭିତରେ ଦାୟିତ୍ୱ ବଢ଼ିବ। ଆପଣ ଜଣେ ଦାୟିତ୍ୱମାନ ବ୍ୟକ୍ତି ବନିଯିବେ। ଆପଣଙ୍କର କର୍ମକ୍ଷେତ୍ରରେ କିଛି ନା କିଛି ବଡ଼ ପରିବର୍ତ୍ତନ ହୋଇପାରେ। ଜୁନ୍ ମାସରୁ ନେଇକରି ନଭେମ୍ବର ମାସ ଭିତରେ ଆପଣଙ୍କର ଚାକିରି କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ କରିପାରିବେ। ଯେଉଁମାନେ ଦୀର୍ଘ ଦିନ ଧରି ଚାକିରିର ଅପେକ୍ଷାରେ ଥିଲେ, ବେରୋଜଗାର ଥିଲେ, ସେମାନଙ୍କୁ ମଧ୍ୟ ନୂତନ କର୍ମ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଯେହେତୁ ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କର ଦ୍ୱାଦଶ ଭାବ ଉପରକୁ ରହୁଅଛି, ତ ଆପଣଙ୍କୁ ଜବ୍ ଲାଗିବାରେ ବହୁତ ଭଲ ଯୋଗ ବନିବାକୁ ଯାଉଅଛି। ଆପଣ ବିଦେଶ ଯାତ୍ରା କରିପାରନ୍ତି କିମ୍ବା ଆପଣ କୌଣସି ହସ୍ପିଟାଲ ଲାଇନରେ, ମେଡ଼ିକାଲ ଫିଲ୍ଡରେ କାମ କରୁଛନ୍ତି ତ ଆପଣଙ୍କ ପାଇଁ ସମୟ ବହୁତ ହିଁ ଶୁଭ ରହିଅଛି। ଏବଂ ଯଦି ଆପଣଙ୍କର କାମ କାର୍ଯ୍ୟକୁ ନେଇକି ବିଦେଶ ଯିବାକୁ ଚାହୁଁଛନ୍ତି, ଏହା ମଧ୍ୟ ଆପଣଙ୍କ ପାଇଁ ଭଲ ରହିବ। ଏବଂ ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କର ଦ୍ୱିତୀୟ ଭାବ ଉପରେ ରହିବ। ଆପଣଙ୍କର ଧନତା ବଢ଼ିବ। ଆପଣଙ୍କର ବାଣୀରେ ମଧୁରତା ଆସିବ। ଲୋକମାନେ ଆପଣଙ୍କ ବାଣୀ ଦ୍ୱାରା ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ। ଆପଣଙ୍କର ବାଣୀ ଦ୍ୱାରା କିଛି ପଇସା ମଧ୍ୟ ଇନକମ୍ କରିପାରିବେ। ଏହି ସମୟ ସୀମା ମଧ୍ୟରେ ଆପଣ କିଛି ଏକ୍ସଟ୍ରା ଇନକମ୍ କରିବାକୁ ଭାବିପାରନ୍ତି। ଯେଉଁମାନେ ଅନଲାଇନ୍ କ୍ଷେତ୍ରରେ କାମ କରୁଛନ୍ତି, ଡିଜିଟାଲ ମାର୍କେଟିଂର କାମ କରୁଛନ୍ତି, ସେମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି, ସେମାନେ ନୂତନ ବେପାର ବାଣିଜ୍ୟ ଆରମ୍ଭ କରିପାରନ୍ତି। ସେମାନଙ୍କର ବେପାର ବାଣିଜ୍ୟରେ ଗ୍ରୋଥ ଆସିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ, ଲୋକପ୍ରିୟତା ବଢ଼ିବ ଏବଂ ଯେଉଁ ବ୍ୟକ୍ତିବିଶେଷମାନେ ପୂର୍ବରୁ ଋଣ କରଜର ମାୟାଜାଲରେ ଫସି ରହିଥିଲେ, କୌଣସି ଶତ୍ରୁ ଆପଣଙ୍କର କିଛି କ୍ଷତି କରିବାକୁ ଚାହୁଁଥିଲା, ତ 11 ମାର୍ଚ୍ଚ ପରେ ଆପଣ ସମସ୍ତ ଋଣ କରଜରୁ ମୁକ୍ତି ମିଳିବ। ସମସ୍ତ ଶତ୍ରୁମାନଙ୍କ ଠାରୁ ଆପଣଙ୍କୁ ମୁକ୍ତି ମିଳିବ। ଜୁନ୍ ମାସରୁ ନେଇକରି ନଭେମ୍ବର ମାସ ଭିତରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ହୋଇପାରେ। କାହିଁକି ନା ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କର ଦ୍ୱାଦଶ ଭାବ ଉପରେ ରହୁଅଛି। ସେଥିପାଇଁ ଆପଣଙ୍କ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଅଧିକ ଶୁଭ ଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଶନିବାର ଦିନ ଶନିଙ୍କ ମନ୍ଦିରକୁ ଯାଇ ସୋରିଷ ତେଲର ଦୀପଟିଏ ଅବଶ୍ୟ ଜଳାନ୍ତୁ ଏବଂ ଶନିଙ୍କର ବୀଜ ମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଏହା ସହିତ ପ୍ରତ୍ୟେକ ଦିନ ଓମ୍ ନମଃ ଶିବାୟ ମନ୍ତ୍ରର ଜପ ଅଧିକ ଥର କରନ୍ତୁ ଏବଂ ହନୁମାନ ଚାଳିଶାର ପାଠ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବା ସହିତ ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।